ମୋ ନାଁ ଜଙ୍କ ବନାରା, ସୁକିନ୍ଦା ଫିଜିକାଲ ଏକାଡେମୀର ଫାଉଣ୍ଡର ଏବଂ ଫିଜିକାଲ ଟ୍ରେନର ମଧ୍ୟ। ଆଜି ଆମର ଲାଲ ବାସ୍କେ ନାମକ ଏକ ଛାତ୍ର ସୁକିନ୍ଦା ଫିଜିକାଲ ଏକାଡେମୀ ଟ୍ରେନିଂ ନେଉଥିଲା। ସେ ଏବେ ଫାୟାରମ୍ୟାନରେ ନିଯୁକ୍ତି ହୋଇଛନ୍ତି, ତାଙ୍କର ବି ଜଏନିଂ ଅଛି 12 ତାରିଖରେ। ତ ସେଥିପାଇଁ ଆଜି ଗୋଟେ ସମ୍ବର୍ଦ୍ଧନା ଉତ୍ସବ ହେଇଥିଲା, ତାଙ୍କୁ ବି ସମ୍ବର୍ଦ୍ଧନା ଦିଆଯାଇଛି ଆଉ ତାଙ୍କ ପରିବାରକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେଥିପାଇଁ ଆମ ପରିବାର ସମସ୍ତ ପରିବାର ତରଫରୁ ବହୁତ ଖୁସି ଅଛୁ। ଆପଣଙ୍କ ଏକାଡେମୀରେ ସଫଳତା ପାଇଛନ୍ତି କ'ଣ କହିବେ? ତ ଏଇଟାକୁ ମିଶେଇକି ଆମର 4ଟା ସଫଳତା ହେଲାଣି। ତ ଆଗରୁ ବି ବହୁତ କମ୍ ଦିନ ଭିତରେ ପିଲାମାନେ ଟ୍ରେନିଂ ନେଇକି ଚାକିରି ପାଇଛନ୍ତି। ଇଏ ବି ମିନିମମ୍ 6 ମାସ କି 7 ମାସ ପାଖାପାଖି ହେଇଯିବ, ସିଏ ବି ଚାକିରି ପାଇଲେଣି। ଫିଜିକାଲ ଆଉ ରିଟିନରେ ମଧ୍ୟ ତାଙ୍କର ୱିକ୍ ଥିଲା। ତାଙ୍କୁ ଆମ ପ୍ରପର ଟ୍ରେନିଂ ସକାଳେ ସନ୍ଧ୍ୟା ତାଙ୍କୁ ଏକ୍ସଟ୍ରା ଆମର ରିଭିଜନ କ୍ଲାସକୁ ବି ଦେଇକି ଆମେ ତାଙ୍କୁ ଟ୍ରେନିଂ କରେଇକି ଆଜି ବହୁତ ସଫଳତା ପାଇକି ସେ ଖୁସି ଅଛନ୍ତି। ଆପଣଙ୍କ ଏକାଡେମୀରେ ଯେଉଁ ଟ୍ରେନିଂ ନେବାକୁ ଆସିବେ, କେମିତି ଆପଣଙ୍କ ପାଖରେ ଆସିକି ପହଞ୍ଚିବେ? ହଁ, ଯେଉଁମାନେ ଟ୍ରେନିଂ ନେବାକୁ ଚାହୁଁଛନ୍ତି ସୁକିନ୍ଦା ଫିଜିକାଲ ଏକାଡେମୀକୁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ସୁକିନ୍ଦା ଫିଜିକାଲ ଏକାଡେମୀ ନାଁରେ। ସେଇଠି ମୋର କଣ୍ଟାକ୍ଟ ନମ୍ବର ରହୁଛି, ସେଇଠି ମୋତେ କଲ୍ କରିକି ମୋତେ ଡାଇରେକ୍ଟ ସୁକିନ୍ଦା ଫିଜିକାଲ ଏକାଡେମୀ କେମିତି କ'ଣ ଟ୍ରେନିଂ ବିଷୟରେ ସେମାନେ ପଚାରି ପାରିବେ ଆଉ ମୁଁ ତାଙ୍କୁ ସବୁବେଳେ ତାଙ୍କୁ ଉତ୍ତର ଦେବା ପାଇଁ ରେଡ଼ି ଅଛି। ଆଜ୍ଞା, ମୁଁ ଦୀର୍ଘ 7 ମାସ ଭଳିଆ ହେବ ଏ ସୁକିନ୍ଦା ଫିଜିକାଲ ଏକାଡେମୀରେ ଟ୍ରେନିଂ ନେଉଥିଲି। ଆଉ ଆଗରୁ ମୋର ଫିଜିକାଲ ପୁରା 0 ଲେଭେଲରେ ଥିଲା। ଏଠି ଆସିକି 1600 ମିଟର 5 କିଲୋମିଟର ଆଉ ବାଲିବସ୍ତା ମେନ୍ କରିକି ବାଲିବସ୍ତା ଏବଂ ରୁଟିଂ ମୋର ଟୋଟାଲି ହେଉନଥିଲା। ଏଇଠି ଆସିକି ମୁଁ ସେ ଦୁଇଟା ଇଭେଣ୍ଟକୁ ପ୍ରାୟ ଡରୁଥିଲି। ସେ ଦୁଇଟା ଇଭେଣ୍ଟ କ୍ଲିଅର ହେଲା ଏବଂ ମୁଁ ଏବେ ସଫଳତା ପାଇଛି। ଖାଲି ଇଭେଣ୍ଟ ପାଠ ପଢ଼ା ଉପରେ ବି ଏଠି ଡିସିପ୍ଲିନ୍ ସେମିତି ଅଛି। ନିହାତି ଆପଣ ଯେଉଁ ସଫଳ ପାଇଛନ୍ତି ସେଥିରେ ନିହାତି ବି ଆପଣଙ୍କର ପାଠ ପଢ଼ା ଉପରେ ବି ଥିବ ନା? ଆଜ୍ଞା, ପାଠ କେତେ ସମୟ ପଢ଼ନ୍ତି, ପରିଶ୍ରମ କେତେ ସମୟ କରନ୍ତି? ପରିଶ୍ରମ ଆମର ଏଠି ଯେତିକି ଟାଇମ୍ ଟେବୁଲ୍ ଦେଇଛନ୍ତି ସେ ଅନୁସାରେ ମୁଁ ପରିଶ୍ରମ କରିଛି। ଆଉ ସକାଳେ ଆମେ ସକାଳୁ କେତେ ସମୟ ଆପଣ ଟ୍ରେନିଂ ନିଅନ୍ତି ଆଉ କେତେ ସମୟ ପାଠ ପଢ଼ନ୍ତି? ଟ୍ରେନିଂ ସକାଳ 5:30ରୁ 7:30 ପର୍ଯ୍ୟନ୍ତ ଫିଲ୍ଡ ୱାର୍କ ହୁଏ, ଫିଜିକାଲ ଟ୍ରେନିଂ। ତାପରେ ଆସିକି ଖାଇବା ପିଇବା ହୁଏ, ଟିଫିନ୍ ହୁଏ। କେତେ ସମୟ ପଢ଼ନ୍ତି? ପଢ଼ିବା ଯାହାହେଲେ ବି 8 ଘଣ୍ଟା ପରିଶ୍ରମ କରୁଛନ୍ତି। 8 ଘଣ୍ଟା ପଢ଼ନ୍ତି ଆଉ 4-5 ଘଣ୍ଟା ଫିଜିକାଲ କରନ୍ତି। କାହାକୁ ଧନ୍ୟବାଦ ଦେବେ? ବିଶେଷ କରି ମୁଁ ଧନ୍ୟବାଦ ଦେବି ଆମର ଜଙ୍କ ବନାରା ସାର୍, ଏଠିକାର ଯିଏ ଫାଉଣ୍ଡର ସୁକିନ୍ଦା ଫିଜିକାଲ ଏକାଡେମୀର ଫାଉଣ୍ଡର। ସିଏ ମୋତେ 0 ଲେଭେଲରୁ କିଛି ସମଥିଙ୍ଗ ଲେଭେଲକୁ ଆଣିଥିବାରୁ ମୁଁ ତାକୁ ଧନ୍ୟବାଦ ଦେବି। ଆପଣ ଯେଉଁ ଏକାଡେମୀରେ ଟ୍ରେନିଂ ନେଉଛନ୍ତି, ଆପଣଙ୍କ ଭଳି ଆହୁରି ଅନେକ ପିଲା ଅଛନ୍ତି, ଆପଣ ତାଙ୍କୁ କ'ଣ କହିବେ? ତାଙ୍କୁ ମୁଁ ଏତିକି କହିବି ଯେ ତାଙ୍କର କର୍ମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସମୟକୁ ସଦୁପଯୋଗ କରନ୍ତୁ।